କାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା, 7ଟି ଜିଲ୍ଲାକୁ ଆଲର୍ଟ, 70 ଛୁଇଁବ ପବନର ବେଗ। ଚାଲନ୍ତୁ ଜାଣିବା କାଲି କେଉଁ ଜିଲ୍ଲାକୁ ଆଲର୍ଟ କରାଯାଇଛି। ଆଜି ଆମେ ଜାଣିବା ଏହି ଭିଡ଼ିଓ ମାଧ୍ୟମରେ। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ଅନୁରୋଧ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଭିଡ଼ିଓଟିକୁ ଆରମ୍ଭ କରିବା। ତାତିରୁ ମିଳିବ ତ୍ରାହି, ଆସୁଛି ବଡ଼ ବର୍ଷା। ରାଜ୍ୟରେ ପୁଣି କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବ ଅନୁମାନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ପ୍ରବଳ ଖରା ଗରମରୁ ମିଳିବ ବଡ଼ ଆଶ୍ୱସ୍ତି। କାଳବୈଶାଖୀ ବର୍ଷା ଦେବ ଆଶ୍ୱସ୍ତି। ପ୍ରବଳ ଝଡ଼ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ କେନ୍ଦ୍ର। କେବେଠୁ ରାଜ୍ୟରେ ବର୍ଷା ହେବ ଜାଣନ୍ତୁ। ଆସନ୍ତା 24 ଘଣ୍ଟା ମଧ୍ୟରେ ବଦଳିବ ପାଗ, ହେବ ବର୍ଷା। କିଛି ସ୍ଥାନରେ କୁଆପଥର ପଡ଼ିବା ସହିତ ଝଟକା ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର। ଆସନ୍ତା କାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢ଼ିବ ବର୍ଷାର ବିସ୍ତୃତି। 7ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ ଓ କୋରାପୁଟରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବର୍ଷା ଓ କୁଆପଥର ମାଡ଼କୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି 7ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି। 28 ତାରିଖରୁ 30 ତାରିଖ ଯାଏଁ ହେବ ପ୍ରବଳ ବର୍ଷା, ସାରା ରାଜ୍ୟରେ ହେବ ପ୍ରଭାବିତ। ରାଜ୍ୟରେ 26ରୁ କାଳବୈଶାଖୀ ଝଡ଼ ବର୍ଷା, କୁଆପଥର ବର୍ଷା ସାଙ୍ଗକୁ 60ରୁ 70 କିଲୋମିଟର ବେଗରେ ଝଟକା ପବନ ବୋହିପାରେ। ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ଏନେଇ ଅପଡେଟ୍ ଜାରି କରିଛି। ଆସନ୍ତା 24 ଘଣ୍ଟା ପରେ ବଦଳିବ ପାଗ, କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ରାଜ୍ୟରେ ଦହଦହ ଖରାକୁ ପ୍ରଭାବିତ କରିବ ପଶ୍ଚିମା ଝଡ଼। ଆସନ୍ତା କାଲିଠାରୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢ଼ିବ। ସେହିଭଳି 28 ଏପ୍ରିଲରୁ ମେ 1 ତାରିଖ ମଧ୍ୟରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଓ ବଜ୍ରପାତ ସହିତ କେତେକ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓଡ଼ିଶାରେ ହିଟ୍ ୱେଭ୍ ସହ ଉତ୍ତର ଉପକୂଳରେ ଜାରି ରହିବ ଗରମ ଗୁଳୁଗୁଳି। ଆଶା କରୁଛି ଆପଣମାନେ ବୁଝିଯାଇଥିବେ କେଉଁ ଜିଲ୍ଲାକୁ ପାଣିପାଗ ବିଭାଗ ଆଲର୍ଟ କରିଛି। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ, ଆପଣମାନେ ସତର୍କ ରୁହନ୍ତୁ। ଆଶା କରୁଛି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗୁଛି, ଦୟାକରି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଏହି ଭିଡ଼ିଓକୁ ନିଜ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରନ୍ତୁ। ଆଉ ପ୍ରଥମ ଥର ଆମ ଚ୍ୟାନେଲକୁ ଯଦି ଆପଣମାନେ ଆସିଛନ୍ତି, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।